ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ସେହି ଗୀତ ସଂହିତାର 80 ପର୍ବର 10 ପଦରୁ ଅଧ୍ୟୟନ କରିବା ନିମନ୍ତେ ଆରମ୍ଭ କରିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଇସ୍ରାଏଲ୍ ଜାତିକୁ ଆମେ ଗତ ପାଠରେ ଏକ ଦ୍ରାକ୍ଷାଲତା ସହିତ ତୁଳନା କରିଅଛୁ, ଆଉ ଇସ୍ରାଏଲ୍ ଜାତି ଯେ ସେହି ଦ୍ରାକ୍ଷାଲତାକୁ ଉପସ୍ଥାପିତ କରେ ତାହା ମଧ୍ୟ ଆମମାନେ ଅଧ୍ୟୟନ କରି ଆଲୋଚନା କରିଅଛୁ। ଆସନ୍ତୁ ତେବେ ସେହି ଦ୍ରାକ୍ଷାଲତାକୁ ଈଶ୍ୱର କେଉଁପରି ଭାବରେ ସେହି ପ୍ରତିଜ୍ଞା ଦେଶରେ ରୋପଣ କରିଥିଲେ ଏବଂ ତାହାକୁ ସେ କେଉଁ ପ୍ରକାର ଭାବରେ ସୁରକ୍ଷା ଦେଇଥିଲେ ଏବଂ ତାହା ପ୍ରତି କ'ଣ ଘଟିଲା, ତାହା ଆଜି ମଧ୍ୟ ଆମେ ଏହି କାର୍ଯ୍ୟକ୍ରମ ମଧ୍ୟରେ ଲକ୍ଷ୍ୟ କରିବା ପାଇଁ ଯିବା। ତେବେ ଦେଖନ୍ତୁ 80 ପର୍ବର 10 ପଦରୁ 12 ପଦ ମଧ୍ୟରେ ଲେଖା ଅଛି, ତାହାର ଛାୟାରେ ପର୍ବତଗଣ ଆବୃତ ହେଲେ ଓ ତାହାର ଶାଖା ସବୁ ପରମେଶ୍ୱରଙ୍କ ଏରସ ବୃକ୍ଷ ତୁଲ୍ୟ ହେଲେ। ତାହା ସମୁଦ୍ର ପର୍ଯ୍ୟନ୍ତ ଆପଣା ଶାଖା ଓ ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା। କାହିଁକି ତୁମେ ତାହାର ବେଢ଼ା ଭାଙ୍ଗି ପକାଇଅଛ ଯେ ପଥିକ ସବୁ ତାହା ଛିଣ୍ଡାଇ ପକାଉଅଛନ୍ତି? ଈଶ୍ୱର ତାଙ୍କର ଦ୍ରାକ୍ଷାକ୍ଷେତ୍ର ରୋପଣ କରିବା ପରେ ଅନେକ ବର୍ଷ ଧରି ତାହାର ଚତୁଃପାର୍ଶ୍ୱରେ ଏକ ବେଢ଼ା ଦେଇଥିଲେ ବା ଆମେ କହିପାରିବା ବାଡ଼ ଦେଇଥିଲେ। ଲୋକମାନେ 600 ବର୍ଷ ଧରି ଉତ୍ତମ ରୂପେ କାଳାତିପାତ କରିଥିଲେ। ଈଶ୍ୱର ସେମାନଙ୍କୁ ବିନାଶ କରିବା ନିମନ୍ତେ ସେହି ସମୟର କୌଣସି ଏକ ମହାନ ଗୋଷ୍ଠୀକୁ ସେମାନଙ୍କ ବିରୁଦ୍ଧରେ ଯିବା ନିମନ୍ତେ ଅନୁମତି ଦେଇନଥିଲେ। ମିଶର ଇସ୍ରାଏଲ୍ ବିରୁଦ୍ଧରେ ଆସିଲା ଓ ଜୟଲାଭ କଲା, କିନ୍ତୁ ସେମାନଙ୍କୁ ବିନାଶ କରିପାରିଲା ନାହିଁ। ସିରିଆ ଓ ହିତୀୟ ଗୋଷ୍ଠୀମାନଙ୍କ କ୍ଷେତ୍ରରେ ମଧ୍ୟ ଠିକ୍ ସେହିପରି ଘଟିଲା। କିନ୍ତୁ ଦିନ ଆସିଲା, ଈଶ୍ୱର ସେହି ବେଢ଼ାକୁ ଭାଙ୍ଗି ଦେଇ ଶତ୍ରୁମାନଙ୍କୁ ସେହି କ୍ଷେତ୍ରରେ ପ୍ରବେଶ କରାଇଲେ। କାହିଁକି? କାରଣ ଇସ୍ରାଏଲ୍ର ପାଳକଙ୍କୁ ଅଗ୍ରାହ୍ୟ କରିଥିଲେ। 80 ପର୍ବର 17 ପଦରେ ଲେଖା ଅଛି, ତୁମ ଦକ୍ଷିଣ ହସ୍ତର ମନୁଷ୍ୟ ଉପରେ ଆପଣା ନିମନ୍ତେ ସବଳୀକୃତ ମନୁଷ୍ୟପୁତ୍ର ଉପରେ ତୁମ୍ଭର ହସ୍ତ ଥାଉ। ଈଶ୍ୱରଙ୍କ ଦକ୍ଷିଣ ହସ୍ତରେ ହେଉଛି ଶକ୍ତିର ସ୍ଥାନ। ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ କିଏ ଅଛନ୍ତି? ଏହା ଇସ୍ରାଏଲ୍ର ମସିହ ଅର୍ଥାତ୍ ଖ୍ରୀଷ୍ଟ। ଦାଉଦ ଲେଖିଲେ, ସଦାପ୍ରଭୁ ମୋ ପ୍ରଭୁଙ୍କୁ କହନ୍ତି, ଆମ୍ଭେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭର ପାଦପୀଠ ନ କରିବା ପର୍ଯ୍ୟନ୍ତ ତୁମ୍ଭେ ଆମ୍ଭ ଦକ୍ଷିଣରେ ବସ। ପ୍ରଭୁ ଯୀଶୁ ମଧ୍ୟ ଏହି ବିଷୟକୁ ତାହାଙ୍କ ନିଜ ପ୍ରତି ବ୍ୟବହାର କରିଥିଲେ, ଯେତେବେଳେ ତାଙ୍କର ଶତ୍ରୁମାନେ ତାହାଙ୍କର ମସିହତ୍ୱ ଦାବି ପ୍ରତି ଏକ ବାଜି ଲଗାଇଥିଲେ। ମାଥ୍ୟୁ 24 ପର୍ବର 44 ପଦରେ ଲେଖା ଅଛି, ଯଥା ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ, ଆମେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖିନାହୁଁ ସେ ପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ। ଆଦି ପୁସ୍ତକ 35 ପର୍ବରେ ରାହେଲଙ୍କ ବିଷୟରେ ଉଲ୍ଲେଖ ହୋଇଅଛି, ଯେତେବେଳେ ସେ ତାଙ୍କର ଦ୍ୱିତୀୟ ପୁତ୍ରକୁ ରାସ୍ତା କଡ଼ରେ ଜନ୍ମ ଦେଲେ, ଯାହାକି ବେଥଲିହିମ ଆଡ଼କୁ ଯାଇଅଛି। ବିନ୍ୟାମିନ୍ ଶିଶୁ ଥିଲା, କିନ୍ତୁ ସେ ତାହାକୁ ସେହିପରି ଡାକିଲେ ନାହିଁ। ଯେତେବେଳେ ସେ ସେହି ଶିଶୁ ପ୍ରତି ଦୃଷ୍ଟି କଲେ ଯାହାଙ୍କୁ ସେ ଜନ୍ମ ଦେଇଥିଲେ, ସେତେବେଳେ ସେ ତାହାଙ୍କୁ ବିନୋନି ବୋଲି ଡାକିଲେ, ଯାହାର ଅର୍ଥ ମୋର କଷ୍ଟଜାତ ପୁତ୍ର। କିନ୍ତୁ ଯାକୁବ ଯେତେବେଳେ ସେହି ଶିଶୁ ପ୍ରତି ଦୃଷ୍ଟି ଦେଲେ, ସେ କହିଲେ, ନୁହେଁ, ଆମେ ତାହାକୁ ବିନୋନି ଅର୍ଥାତ୍ କଷ୍ଟଜାତ ପୁତ୍ର ବୋଲି ଡାକିବା ନାହିଁ, ଆମେ ତାହାକୁ ବିନ୍ୟାମିନ୍ ବୋଲି ଡାକିବା, କାରଣ ସେ ହେଉଛି ମୋହର ଦକ୍ଷିଣ ହସ୍ତର ପୁତ୍ର। ବିନ୍ୟାମିନ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏକ ଛବି ପ୍ରଦାନ କରେ। ଯେଉଁ ପ୍ରଭୁ ଯୀଶୁ ପ୍ରଥମ ଥର ପାଇଁ ଜଣେ କଷ୍ଟଜାତ ପୁତ୍ର ବା କ୍ଲେଶର ପୁତ୍ର ଭାବେ ଏହି ଜଗତକୁ ଆସି ଆମମାନଙ୍କ ନିମନ୍ତେ କ୍ଲେଶ ସହ୍ୟ କଲେ, କିନ୍ତୁ ଆଜି ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ତାଙ୍କ ବିଷୟ ନେଇ ପିତା କହିଲେ, ଯେପର୍ଯ୍ୟନ୍ତ ଆମ୍ଭେ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରିନାହୁଁ ସେ ପର୍ଯ୍ୟନ୍ତ ଆମର ଦକ୍ଷିଣରେ ବସିଥାଅ। ଆଉ ଦିନେ ସେ ସେହି ସ୍ଥାନରୁ ଏହି ପୃଥିବୀ ପୃଷ୍ଠକୁ ଆଗମନ କରୁଅଛନ୍ତି ଏହି ଜଗତର ବିଚାର କରିବା ପାଇଁ। ଏହାପରେ 80 ପର୍ବର 18 ଓ 19 ପଦରେ ଏହିପରି ଲେଖା ଅଛି, ତହିଁରେ ଆମେମାନେ ତୁମ୍ଭଠାରୁ ଫେରିଯିବା ନାହିଁ। ତୁମେ ଆମମାନଙ୍କୁ ସଜୀବ କର, ତେଣୁ ଆମେମାନେ ତୁମ୍ଭ ନାମରେ ପ୍ରାର୍ଥନା କରିବା। ହେ ସଦାପ୍ରଭୁ ସେନାଧିପତି ପରମେଶ୍ୱର, ଆମମାନଙ୍କୁ ଫେରାଅ। ଆପଣ ମୁଖର ତେଜ ପ୍ରକାଶ କର, ତେଣୁ ଆମମାନେ ପରିତ୍ରାଣ ପାଇବୁ। ଅନ୍ୟ ଅର୍ଥରେ କହିବାକୁ ଗଲେ, ହେ ଈଶ୍ୱର, ତୁମେ ଆମମାନଙ୍କୁ ଉଦ୍ଧାର କର ଓ ଆମମାନଙ୍କ ଉପରେ ଆପଣ ମୁଖର ତେଜ ପ୍ରକାଶ କର। ଏହା ହିଁ ଥିଲା ଇସ୍ରାଏଲ୍ ସନ୍ତାନଗଣର ପ୍ରାର୍ଥନା ଓ ଏହା ମଧ୍ୟ ସେହି ଯୁଗାନ୍ତ ସମୟରେ ଇସ୍ରାଏଲ୍ ସନ୍ତାନଗଣର ପ୍ରାର୍ଥନା ହେବ, ଯେତେବେଳେ କି ସେମାନେ ସମସ୍ୟା ମଧ୍ୟ ଦେଇ ଗତି କରିବେ। ଆସନ୍ତୁ ଏହାପରେ ଗୀତ 81 ପର୍ବ ମଧ୍ୟକୁ ଯିବା। ଏହି ଗୀତଟି ହେଉଛି ଉଦ୍ଧାରର ଗୀତ। ଏହା ଆସଫର ଗୀତ। ଏହା 80 ଗୀତରେ ବର୍ଣ୍ଣିତ ହୋଇଥିବା ଘଟଣାବଳୀର କ୍ରମଶଃ। ଅନ୍ୟ ଅର୍ଥରେ କହିବାକୁ ଗଲେ ଆମେ ଏଠାରେ ଏକ ଧାରାବାହିକ ଘଟଣାବଳୀକୁ ଲକ୍ଷ୍ୟ କରୁଅଛୁ। ଏହି 80 ଓ 81 ପର୍ବରେ ଯେଉଁ ପ୍ରାର୍ଥନାର ବିଷୟ ଉଲ୍ଲେଖ ହୋଇଅଛି,
ଏହା ଖ୍ରୀଷ୍ଟ ବିଶ୍ୱାସୀର ପ୍ରାର୍ଥନା ନୁହେଁ, ମାତ୍ର ଯୁଗାନ୍ତ ସମୟରେ ଜାକୁବର କ୍ଲେଶ ବା ସମସ୍ୟା ସମୟରେ ତା'ର ପ୍ରାର୍ଥନା। କିନ୍ତୁ ଆଜି ଆମମାନଙ୍କ ନିମନ୍ତେ ପ୍ରାର୍ଥନାର ବିଷୟ ହେଉଛି ଆମେନ୍, ହେ ପ୍ରଭୁ ଯୀଶୁ ଆସନ୍ତୁ, ଯାହାକି ପ୍ରକାଶିତ ବାକ୍ୟ 22 ପର୍ବର 20 ପଦରେ ଲେଖା ଅଛି। କିନ୍ତୁ ଇତ୍ୟବସରରେ ତାଙ୍କର ବାକ୍ୟ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ସାହାଯ୍ୟ କରିବା ପାଇଁ ଆମମାନେ ତାହାଙ୍କ ନିକଟରେ ନିବେଦନ କରିବା ଉଚିତ। ତେବେ 81 ଗୀତର ପ୍ରଥମ 4 ପଦ ମଧ୍ୟରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ଗୀତିତ୍ ସ୍ୱରରେ ଆସଫର ଗୀତ, ଆମ୍ଭମାନଙ୍କ ବଳସ୍ୱରୂପ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଗାନ କର, ଜାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର। ଗୀତ ଉଠାଅ ଓ ଦାରା ନେବଲ ସହିତ ମନୋହର ବୀଣାଯନ୍ତ୍ର ଆଣ। ଅମାବାସ୍ୟାରେ, ପୂର୍ଣ୍ଣିମାରେ, ଆମମାନଙ୍କ ମହୋତ୍ସବ ଦିନରେ ତୁରୀ ବଜାଅ, କାରଣ ତାହା ଇସ୍ରାଏଲ୍ ନିମନ୍ତେ ବିଧି ଓ ଜାକୁବର ପରମେଶ୍ୱରଙ୍କ ବିଧାନ ଅଟେ। ମୁଁ ଭାବୁଛି ଏହି ଅଂଶର ମୂଳ ଚାବିକାଠି ପୂର୍ଣ୍ଣିମାରେ ତୁରୀ ଶବ୍ଦ କରିବା ମଧ୍ୟରେ ରହିଅଛି। ଏହି ସମସ୍ତ ଅତି ଯଥାର୍ଥ, କାରଣ ସେହି ଧାର୍ମିକତାର ସୂର୍ଯ୍ୟ ଆରୋଗ୍ୟଦାୟକ କିରଣ ଉଦିତ ହେବା ପୂର୍ବରୁ ପୂର୍ଣ୍ଣମୀ ଦେଖାଯିବ। ସେ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆସୁଅଛନ୍ତି। ଏହା ସମାଗମ ତମ୍ବୁ ଉତ୍ସବର ଏକ ସୁନ୍ଦର ଛବି ପ୍ରଦାନ କରେ। ଇସ୍ରାଏଲର 4ଟି ପର୍ବ ରହିଥିଲା, ଯାହାକି ବର୍ଷର ଆରମ୍ଭରେ ଆସୁଥିଲା। ନିସ୍ତାର ପର୍ବ, ପେଣ୍ଟିକଷ୍ଟ ପର୍ବ, ପ୍ରଥମ ଫଳ ଉତ୍ସର୍ଗ ପର୍ବ ଓ ତାପରେ ସମାଗମ ତମ୍ବୁର ପର୍ବ। ଏହି ଗୀତଟି ସମାଗମ ତମ୍ବୁର ପର୍ବ ଓ ମଧ୍ୟ ତୁରୀର ପର୍ବ ପରି ଜଣାଯାଏ, କାରଣ ଗୀତ 81 ପର୍ବର 4 ପଦରେ ଲେଖା ଅଛି, କାରଣ ତାହା ଇସ୍ରାଏଲ୍ ନିମନ୍ତେ ବିଧି ଓ ଜାକୁବର ପରମେଶ୍ୱରଙ୍କ ବିଧାନ ଅଟେ। ଏହା ଥିଲା ଏକ ମହାନ ଦିନ, ଆଉ ଏହାର ସଫଳତା ତଥାପି ଭବିଷ୍ୟତ ନିମନ୍ତେ ଅପେକ୍ଷା କରିଅଛି। ତେବେ ଏହି ଅଂଶରେ ଆମେ ଏକ ମହାଜୟଧ୍ୱନି ଓ ପ୍ରଶଂସାର ବିଷୟକୁ ଲକ୍ଷ୍ୟ କରୁଅଛୁ, ଯାହାକି ଏକ ଆନନ୍ଦ ଉତ୍ସବର ଦିନକୁ ଉପସ୍ଥାପିତ କରେ। ଏକ ମହାନ ଦିନ ଓ ଏହାର ବାସ୍ତବ ସଫଳତା ସେହି ଭବିଷ୍ୟତରେ ଘଟିବା ପାଇଁ ଯାଉଅଛି। ସେମାନେ ଈଶ୍ୱରଙ୍କର ମହାନ ଉଦ୍ଧାରର କାର୍ଯ୍ୟକୁ ସ୍ମରଣ କରି ତାଙ୍କର ପ୍ରଶଂସା କରିବେ। ଏହାପରେ 81 ପର୍ବର 5 ପଦରୁ 9 ପଦ ମଧ୍ୟରେ ସଦାପ୍ରଭୁ ସେମାନଙ୍କର ଅତୀତର ଘଟଣାବଳୀକୁ ସ୍ମରଣ କରାଇ ଦିଅନ୍ତି। ସେ ସେମାନଙ୍କୁ କିପରି ସେହି ମିଶର ଦେଶର ଦାସତ୍ୱ ବନ୍ଧନରୁ ଉଦ୍ଧାର କରି ପ୍ରତିଜ୍ଞାତ ଦେଶର ଅଧିକାରୀ କରାଇଲେ, ତାହା ସ୍ମରଣ କରାଇ ଦିଅନ୍ତି ଓ ସେମାନଙ୍କର ବିଫଳତାକୁ ସ୍ମରଣ କରାଇ ଦିଅନ୍ତି। ଏହାପରେ 81 ପର୍ବର 10 ପଦରେ ଆମେ ଏକ ଚମତ୍କାର ପ୍ରତିଜ୍ଞାର ବିଷୟକୁ ଲକ୍ଷ୍ୟ କରୁଅଛୁ, ଯାହାକି ଈଶ୍ୱରଙ୍କର ଅନୁଗ୍ରହ ଓ ପ୍ରେମକୁ ପ୍ରକାଶ କରେ। ସେ ଇସ୍ରାଏଲର ସତ ଅଯୋଗ୍ୟତା ତଥା ଅପରାଧ ସତ୍ତ୍ୱେ ମଧ୍ୟ ସେମାନଙ୍କୁ ସେହି ଦାସତ୍ୱ ବନ୍ଧନରୁ ମୁକୁଳାଇ ଆଣିଲେ। ଆଉ ସେ ଆଜି ମଧ୍ୟ ଆମମାନଙ୍କୁ ପାପରୂପକ ଦାସତ୍ୱ ବନ୍ଧନରୁ ମୁକୁଳାଇ ଆଣନ୍ତି ଓ ଆତ୍ମିକ ଆଶୀର୍ବାଦ ସବୁର ଅଧିକାରୀ କରାନ୍ତି। ଏହାପରେ 81 ପର୍ବର 11ରୁ 16 ପଦରେ ଆମେ ଦେଖୁ ଯେ ତଥାପି ଇସ୍ରାଏଲ୍ ସନ୍ତାନଗଣ ଈଶ୍ୱରଙ୍କ ପ୍ରତି ସମ୍ପୂର୍ଣ୍ଣ ଫେରି ନାହାନ୍ତି। ସେମାନେ ଏପର୍ଯ୍ୟନ୍ତ ମଧ୍ୟ ଶାନ୍ତିରେ ଓ ନିର୍ବିଘ୍ନରେ ବସବାସ କରିପାରନ୍ତି ନାହିଁ। କେବଳ ସେତିକି ନୁହେଁ, ଆଜି ଆମମାନଙ୍କ ଜୀବନରେ ମଧ୍ୟ ସେହିପରି ବିଫଳତା ଦେଖାଯାଏ ଓ ଆମମାନଙ୍କର ଏହିପରି ଅବାଧ୍ୟତାର ଜୀବନ ଲାଗି ଆମମାନଙ୍କର ଦେଶ ପ୍ରତି ମଧ୍ୟ ଈଶ୍ୱରଙ୍କର କ୍ରୋଧ ବର୍ତ୍ତେ। ତେଣୁକରି ଯେପର୍ଯ୍ୟନ୍ତ ଆମମାନଙ୍କ ବ୍ୟକ୍ତିଗତ ଜୀବନରେ ପରିବର୍ତ୍ତନ ଘଟିନାହିଁ ଓ ଆମ୍ଭେମାନେ ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତାଙ୍କ ପ୍ରତି ଫେରିନାହୁଁ, ସେ ପର୍ଯ୍ୟନ୍ତ ଦେଶରେ ଶାନ୍ତି ପ୍ରତିଷ୍ଠିତ ହୋଇପାରିବ ନାହିଁ କି ଈଶ୍ୱରଙ୍କର ଆଶୀର୍ବାଦ ବର୍ତ୍ତିବ ନାହିଁ। ଆସନ୍ତୁ ଏହାପରେ 82 ପର୍ବ ମଧ୍ୟକୁ ଯିବା। ଏହି ପର୍ବରେ ଈଶ୍ୱର ତାହାଙ୍କ ଲୋକମାନଙ୍କ ବିଚାରକର୍ତ୍ତାମାନଙ୍କର କିପରି ବିଚାର କରନ୍ତି ତାହା ଲକ୍ଷ୍ୟ କରିବାକୁ ପାରିବା। ଏହି ଗୀତଟି ଇସ୍ରାଏଲର ଭବିଷ୍ୟତ ପ୍ରତି ଦୃଷ୍ଟି କରେ। ଏହା ଭାବବାଣୀ ଆକାରରେ ସେହି ମହାକ୍ଲେଶର ସମୟର ବିଚାରକୁ ପ୍ରକାଶ କରେ, ଯାହାକି ଈଶ୍ୱର ତାହାଙ୍କର ଅବଶିଷ୍ଟାଂଶ ଇସ୍ରାଏଲକୁ ଉଦ୍ଧାର କରିବା ସମୟରେ ତାହାକୁ କାର୍ଯ୍ୟକାରୀ କରାଇବେ। ତେବେ ଦେଖନ୍ତୁ 82 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଆସଫର ଗୀତ, ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଠିଆ ହୁଅନ୍ତି, ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି। ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଠିଆ ହୁଅନ୍ତି। ଏହା ଏପର୍ଯ୍ୟନ୍ତ ଘଟିନାହିଁ, ମାତ୍ର ସେ ସେହି 1000 ବର୍ଷର ଶାନ୍ତି ରାଜ୍ୟ ସମୟରେ ଛିଡ଼ା ହେବେ। ଲେଖା ଅଛି, ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି। ସେହି ବିଚାରକର୍ତ୍ତାମାନେ କିଏ? ସେମାନେ ହେଉଛନ୍ତି
ସେହି ଲୋକମାନେ ଯେଉଁମାନେ କି ଈଶ୍ୱରଙ୍କ ସ୍ଥାନରେ ଛିଡ଼ା ହୋଇ ତାହାଙ୍କର କାର୍ଯ୍ୟ ସମ୍ପାଦନ କରନ୍ତି। ଏହାପରେ 82 ପର୍ବର 3 ପଦରୁ 4 ପଦ ମଧ୍ୟରେ ଲେଖା ଅଛି, ତୁମେମାନେ ଦରିଦ୍ର ଓ ପିତୃହୀନମାନଙ୍କର ବିଚାର କର, ଦୁଃଖୀ ଓ ଅକିଞ୍ଚନମାନଙ୍କ ପ୍ରତି ନ୍ୟାୟ ବ୍ୟବହାର କର, ଦରିଦ୍ର ଓ ଦିନହୀନମାନଙ୍କୁ ରକ୍ଷା କର, ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ଉଦ୍ଧାର କର। ଏହା ସେ ପର୍ଯ୍ୟନ୍ତ ସଫଳ ହୋଇପାରିବ ନାହିଁ ଯେପର୍ଯ୍ୟନ୍ତ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଦ୍ୱିତୀୟ ଆଗମନ କରିନାହାନ୍ତି। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତର ବିଚାରକର୍ତ୍ତା ହୋଇ ଆଗମନ କରିବେ, ସେତେବେଳେ ଦରିଦ୍ର ଓ ପିତୃହୀନମାନଙ୍କ ଓ ଦୁଃଖୀ ତଥା ଅକିଞ୍ଚନମାନଙ୍କ ପ୍ରତି ନ୍ୟାୟ ବିଚାର ପ୍ରଦର୍ଶନ କରିବେ ଓ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। ଆଜି ସରକାର ଦାରିଦ୍ରତାର ଦୂରୀକରଣ ନିମନ୍ତେ ଓ ଦେଶରେ ଶାନ୍ତି ପ୍ରତିଷ୍ଠା କରିବା ନିମନ୍ତେ ଅନେକ କିଛି ଆଲୋଚନା କରି ଯୋଜନାମାନ ପ୍ରସ୍ତୁତ କରୁଅଛନ୍ତି ଓ ପଦକ୍ଷେପମାନ ଗ୍ରହଣ କରୁଅଛନ୍ତି। ମାତ୍ର ତଥାପି ଏହା ସମ୍ପୂର୍ଣ୍ଣ ଫଳପ୍ରଦ ହୋଇପାରୁନାହିଁ। ମାତ୍ର ସେହି ଖ୍ରୀଷ୍ଟ ଯେତେବେଳେ ଏହି ଜଗତକୁ ଆଗମନ କରି ରାଜତ୍ୱ କରିବେ, ସେତେବେଳେ ତାହା ପୂର୍ଣ୍ଣ ମାତ୍ରାରେ ସଫଳ ହୋଇପାରିବ। ଆଜି ଯେଉଁ ବିଚାରକର୍ତ୍ତାମାନେ ଈଶ୍ୱରଙ୍କ ସ୍ଥାନରେ ଛିଡ଼ା ହୋଇ ବିଚାର କରୁଅଛନ୍ତି, ସେମାନେ ଏହି ନ୍ୟାୟ ବିଚାର ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। 82 ପର୍ବର 5 ପଦରୁ 7 ପଦ ମଧ୍ୟରେ ଲେଖା ଅଛି, ସେମାନେ ଜାଣନ୍ତି ନାହିଁ କିମ୍ବା ବୁଝନ୍ତି ନାହିଁ, ସେମାନେ ଅନ୍ଧକାରରେ ଏଣେ ତେଣେ ଭ୍ରମଣ କରନ୍ତି, ପୃଥିବୀର ସକଳ ଭିତ୍ତିମୂଳ ବିଚଳିତ ହୁଏ। ମୁଁ କହିଲି, ତୁମେମାନେ ଈଶ୍ୱରଗଣ ଓ ତୁମେ ସମସ୍ତେ ସର୍ବପରିସ୍ଥଙ୍କ ସନ୍ତାନ, ତଥାପି ତୁମେମାନେ ମନୁଷ୍ୟ ପରି ମରିବ ଓ ଜଣେ ଅଧିପତି ତୁଲ୍ୟ ପତିତ ହେବ। ଅନ୍ୟ ଅର୍ଥରେ କହିବାକୁ ଗଲେ ଈଶ୍ୱର କହନ୍ତି, ହେ ବିଚାରକର୍ତ୍ତାମାନେ, ତୁମେମାନେ ତୁମମାନଙ୍କ ବିଚାରରେ ଯଥାର୍ଥ ତଥା ନ୍ୟାୟ ବିଚାର କର, ତା ନହେଲେ ତୁମେମାନେ ମଧ୍ୟ ବିଚାରିତ ହେବ ଓ ଦିନ ଆସୁଅଛି ତୁମମାନଙ୍କୁ ମଧ୍ୟ ଈଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହୋଇ ବିଚାରିତ ହେବାକୁ ହେବ। ତେବେ ଏହି ମୃତ୍ୟୁଦଣ୍ଡ ଦେବାରେ ଧନୀ ବ୍ୟକ୍ତିମାନଙ୍କ କ୍ଷେତ୍ରରେ କୋହଳ କରାଯିବା ବେଳେ ଗରିବ ବ୍ୟକ୍ତିମାନଙ୍କ ନିମନ୍ତେ ଏହା ପୂର୍ଣ୍ଣ ମାତ୍ରାରେ ଲାଗୁ କରାଯାଏ। ଏହାର କାରଣ ହେଉଛି ଅସମାନତା, ଯେହେତୁ ଜଣେ ଧନୀକୁ ଗରିବ ସହିତ ତୁଳନା କରାଯାଏ ନା। କିନ୍ତୁ ଈଶ୍ୱର ବିଚାରକର୍ତ୍ତାମାନଙ୍କୁ କହୁଛନ୍ତି, ମୁଁ ଚାହେଁ ତୁମେମାନେ ଯେପରି ଦରିଦ୍ର ଓ ପିତୃହୀନମାନଙ୍କ ପ୍ରତି ନ୍ୟାୟ ବିଚାର କର। ତେବେ ଦରିଦ୍ର ଓ ପିତୃହୀନମାନଙ୍କୁ ସମାନ ସୁବିଧା ସୁଯୋଗ ଦେବା ନେଇ ଯେଉଁ ସମସ୍ତ ବିଷୟ ଆଲୋଚନା କରାଯାଏ, ତାହା ନୂଆ ନୁହେଁ। ଏହା ଗୀତ ସଂହିତା ପୁସ୍ତକ ପରି ଅତି ପୁରାତନ। କିନ୍ତୁ ପ୍ରଭୁ ଯୀଶୁ ଯେତେବେଳେ ମସିହ ଭାବେ ଏହି ଜଗତ ଉପରେ ରାଜତ୍ୱ କରିବେ, ସେତେବେଳେ ସେ ଦରିଦ୍ର ଓ ପିତୃହୀନମାନଙ୍କ ପ୍ରତି ଯଥାର୍ଥ ବିଚାର କରିବେ ଓ ସେମାନଙ୍କ ପ୍ରତି ନ୍ୟାୟ ବିଚାର ପ୍ରଦାନ କରିବେ। ପ୍ରକୃତରେ ଆଜି ଜଗତ ଦୋହଲୁଅଛି ଓ ଏକ ବଡ଼ ଅଶାନ୍ତି ମଧ୍ୟ ଦେଇ ଗତି କରୁଅଛି ଓ ସବୁଠାରୁ ବଡ଼ ସମସ୍ୟା ହେଉଛି ବିଚାରକର୍ତ୍ତାମାନେ। ସେମାନେ ଯଦି ଏ ବିଷୟରେ ସତର୍କ ନ ରୁହନ୍ତି, ତାହେଲେ ଦେଶ କେବେ ହେଲେ ସୁଧୁରି ପାରିବ ନାହିଁ। ସେମାନେ ଯଦି ବିଚାରରେ ମୁଖାପେକ୍ଷା କରନ୍ତି, ତାହେଲେ ଅପରାଧର ମାତ୍ରା ବଢ଼ିବ ସିନା, କମିବ ନାହିଁ। ଆଜି ଧନିକ ଶ୍ରେଣୀ ମଧ୍ୟରେ ଅପରାଧୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଅତି କମ୍ ଦେଖାଯାଏ। 82 ପର୍ବର 6 ପଦରେ ଲେଖା ଅଛି, ମୁଁ କହିଲି, ତୁମେମାନେ ଈଶ୍ୱରଗଣ ଓ ତୁମେ ସମସ୍ତେ ସର୍ବପରିସ୍ଥଙ୍କ ସନ୍ତାନ। ସେ କ'ଣ ବୁଝନ୍ତି ତୁମେମାନେ ଈଶ୍ୱରଗଣ? ଯେତେବେଳେ ଜିହୁଦୀମାନେ ତାହାଙ୍କର ଈଶ୍ୱରତ୍ୱ ନେଇ ତାହାଙ୍କୁ ପ୍ରଶ୍ନ କରିଥିଲେ, ସେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ଏହିପରି କହିଥିଲେ। ଜିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, ଉତ୍ତମ କର୍ମ ନିମନ୍ତେ ଆମମାନେ ତୋତେ ପଥର ଫୋପାଡ଼ୁ ନାହୁଁ, କିନ୍ତୁ ଈଶ୍ୱର ନିନ୍ଦା ନିମନ୍ତେ, ପୁଣି ତୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ୱର ବୋଲାଉଥିବାରୁ। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମମାନଙ୍କ ବ୍ୟବସ୍ଥାରେ ଏହା କ'ଣ ଲେଖା ନାହିଁ? ଆମ୍ଭେ କହିଲୁ, ତୁମ୍ଭେମାନେ ଈଶ୍ୱରଗଣ। ଯେଉଁମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଉପସ୍ଥିତ ହେଲା, ସେମାନଙ୍କୁ ଯଦି ସେ ଈଶ୍ୱରଗଣ ବୋଲି କହିଲେ ଆଉ ଧର୍ମଶାସ୍ତ୍ର ଖଣ୍ଡନ କରାଯାଇପାରେ ନାହିଁ, ତାହେଲେ ଯାହାଙ୍କୁ ଈଶ୍ୱର ପବିତ୍ର କରି ଜଗତକୁ ପ୍ରେରଣ କଲେ, ତାହାଙ୍କୁ କ'ଣ ତୁମେମାନେ ମୁଁ ଈଶ୍ୱରଙ୍କ ପୁତ୍ର ଏହା ମୁଁ କହିବାରୁ ତୁ ଈଶ୍ୱର ନିନ୍ଦା କରୁଅଛୁ ବୋଲି କହୁଅଛ? ଯଦି ମୁଁ ମୋହର ପିତାଙ୍କ କର୍ମ ସବୁ କରେ ନାହିଁ, ତାହେଲେ ମୋତେ ବିଶ୍ୱାସ କର ନାହିଁ। ଯାହାକି ଯୋହନ 10 ପର୍ବର 33 ପଦରୁ 37 ପଦ ମଧ୍ୟରେ ଲେଖା ଅଛି। ଯୀଶୁ ଏହି ଜିହୁଦୀମାନଙ୍କୁ କହୁଥିଲେ ଯେ ସେମାନେ ବିଚାର କରିବାକୁ ବସୁଥିଲେ। ଆଉ ଯେତେବେଳେ ଜଣେ ବିଚାର କରିବାକୁ ବସୁଥିଲେ, ସେତେବେଳେ ସେ ଈଶ୍ୱରଙ୍କର ସ୍ଥାନ ଗ୍ରହଣ କରୁଥିଲେ।
ଅନେକ ସାଧୁମାନେ ସେହି ପ୍ରକାର ବିଷୟ ନେଇ ଦୋଷୀ ଅଟନ୍ତି। ସେମାନେ ଅନ୍ୟ ସାଧୁମାନଙ୍କର ବିଚାର କରିବାକୁ ବସନ୍ତି। ପାଉଲ କହନ୍ତି, କିନ୍ତୁ ତୁମମାନଙ୍କ ଦ୍ୱାରା କିମ୍ବା କୌଣସି ଲୌକିକ ବିଚାର ସଭା ଦ୍ୱାରା ବିଚାରିତ ହେବା ମୋ ପକ୍ଷରେ ଅତି ସାମାନ୍ୟ ବିଷୟ। ଏପରିକି ମୁଁ ନିଜେ ସୁଦ୍ଧା ନିଜର ବିଚାର କରେ ନାହିଁ, କାରଣ ମୁଁ ନିଜ ବିରୁଦ୍ଧରେ କିଛି ଜାଣେ ନାହିଁ। ତଥାପି ଏଥିରେ ମୁଁ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇନାହିଁ। କିନ୍ତୁ ଯେ ମୋହର ବିଚାର କରନ୍ତି ସେ ପ୍ରଭୁ। ତେଣୁ ସମୟର ପୂର୍ବେ ପ୍ରଭୁଙ୍କ ନ ଆସିବା ପର୍ଯ୍ୟନ୍ତ କୌଣସି ବିଷୟ ବିଚାର କର ନାହିଁ। ସେ ଅନ୍ଧକାରର ଗୁପ୍ତ ବିଷୟଗୁଡ଼ିକ ଆଲୋକରେ ଦେଖାଇବେ, ପୁଣି ହୃଦୟର ସଂକଳ୍ପ ସମସ୍ତ ପ୍ରକାଶ କରିବେ। ସେତେବେଳେ ପ୍ରତ୍ୟେକ ଜଣ ଈଶ୍ୱରଙ୍କଠାରୁ ପ୍ରଶଂସା ପାଇବ, ଯାହାକି ପ୍ରଥମ କରିନ୍ଥୀୟ 4 ପର୍ବର 3 ପଦରୁ 5 ପଦ ମଧ୍ୟରେ ଲେଖା ଅଛି। ପାଉଲ କହୁଅଛନ୍ତି ଯେ ଦିନେ ସେ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହେବା ପାଇଁ ଯାଉଅଛନ୍ତି, ଆଉ ସେଥିହେତୁ ଏପରିକି ସେ ନିଜର ବିଚାର କରନ୍ତି ନାହିଁ। ମୋର ପ୍ରିୟ ବନ୍ଧୁ, ଆପଣ ଯେତେବେଳେ ଜଣଙ୍କର ବିଚାର କରିବାକୁ ଆରମ୍ଭ କରନ୍ତି, ସେତେବେଳେ ଆପଣ ଈଶ୍ୱରଙ୍କ ତରଫରୁ ବିଚାର କରନ୍ତି। ଆଉ ଆପଣ ଜଣେ ଈଶ୍ୱର ଅଟନ୍ତି ଯେତେବେଳେ ଆପଣ ସେହି ବିଚାରକର ସ୍ଥାନ ଗ୍ରହଣ କରନ୍ତି। ଆଜି ମଧ୍ୟ ଅନେକ ଏହିପରି ବିଚାରକର ସ୍ଥାନ ଗ୍ରହଣ କରିବାକୁ ପସନ୍ଦ କରନ୍ତି, ମାତ୍ର ସେମାନେ ଯଥାର୍ଥ ନ୍ୟାୟ ଦେଇପାରନ୍ତି ନାହିଁ କି ଦେଶର ନୀତି ନିୟମ ନେଇ ବିଶେଷ ଅବଗତ ନୁହନ୍ତି। କିନ୍ତୁ ଯେଉଁମାନେ ଏହିପରି ବିଚାରକ ହେବା ନିମନ୍ତେ ଚାହାନ୍ତି, ସେମାନେ ଈଶ୍ୱର ପ୍ରିୟ ବ୍ୟକ୍ତି ହେବା ଉଚିତ। ସେମାନେ ପ୍ରାର୍ଥନାଶୀଳ ବ୍ୟକ୍ତି ହେବା ଉଚିତ। କିନ୍ତୁ ଆଜିର ଏହି ସମସାମୟିକ ସମାଜରେ ଅପରାଧୀମାନଙ୍କୁ ନେଇ ଯେତିକି ସମସ୍ୟା ଉପୁଜେ ନାହିଁ, ବିଚାରକର୍ତ୍ତାମାନଙ୍କୁ ନେଇ ଅଧିକ ସମସ୍ୟା ଉପୁଜେ, ଓ ତା ସହିତ ନୀତି ନିୟମର ଲଙ୍ଘନକୁ ନେଇ। ଆଉ ଏହି ନୀତି ନିୟମ ଲଙ୍ଘନ ଅପରାଧୀମାନଙ୍କୁ ନେଇ ନୁହେଁ, ମାତ୍ର ନୀତି ନିୟମକୁ ପ୍ରୟୋଗ କରିବା ନେଇ। ଯେକୌଣସି ସମୟରେ ଆପଣ ଜଣେ ବ୍ୟକ୍ତିର ଉପରେ ବିଚାର ପ୍ରୟୋଗ କରନ୍ତି, ଆପଣ ଈଶ୍ୱରଙ୍କ ସ୍ଥିତିରେ ଠିଆ ହୁଅନ୍ତି। ପିତାମାତାମାନେ ତାହା ଜାଣି ରଖିବା ଉଚିତ। ଗୋଟିଏ ପରିବାରରେ ବଢ଼ୁଥିବା ଶିଶୁଟିକୁ ଈଶ୍ୱର କ'ଣ କହନ୍ତି? ସେ କହନ୍ତି, ହେ ପିଲାମାନେ, ସମସ୍ତ ବିଷୟରେ ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ ବ୍ୟବହାର, ଯାହାକି କଲସିୟ 3 ପର୍ବର 20 ପଦରେ ଲେଖା ଅଛି। କିନ୍ତୁ ଟିକେ ଅପେକ୍ଷା କରନ୍ତୁ। ଯଦି ତାହାର ପିତାମାତା ତାହାକୁ ଠିକ୍ ବିଷୟ କରିବା ନିମନ୍ତେ କୁହନ୍ତି ନାହିଁ ଓ ସେମାନେ ତାହାକୁ ଯେପରି ବଢ଼ାଇବା କଥା ସେପରି ବଢ଼ାନ୍ତି ନାହିଁ, ତାହେଲେ କ'ଣ କୁହାଯିବ? ଆଜି ସେହିପରି ଅନେକ ପିତାମାତାମାନେ ଅଛନ୍ତି। ଈଶ୍ୱର କହନ୍ତି, ମୁଁ ସେମାନଙ୍କୁ ସେଥି ନିମନ୍ତେ ଦାୟୀ କରିବା ପାଇଁ ଯାଉଅଛି। ସେମାନେ ମୋହର ସ୍ଥାନରେ ଅଛନ୍ତି। ସେମାନେ ସେହି ପଦବୀର ଅଧିକାରୀ ଅଟନ୍ତି। କାରଣ ମୁଁ ସେହି ପିଲାକୁ କହିଲି, ହେ ମୋର ପୁତ୍ର, ତୁମ ପିତାର ଉପଦେଶ ଶୁଣ ଓ ତୁମ ମାତାର ଆଦେଶ ପରିତ୍ୟାଗ କର ନାହିଁ। ଯେଉଁ ପିତାମାତାମାନେ ସେମାନଙ୍କର ସନ୍ତାନମାନଙ୍କୁ ଈଶ୍ୱରୀୟ ମାର୍ଗରେ ପରିଚାଳିତ ହେବା ନିମନ୍ତେ ଶିଖାନ୍ତି ନାହିଁ, ଈଶ୍ୱର ସେମାନଙ୍କୁ ସାହାଯ୍ୟ କରନ୍ତୁ, ଯେପରି ସେମାନେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ନ ହୁଅନ୍ତି। କେହି ଜଣେ ପ୍ରଶ୍ନ କରିଛନ୍ତି, ନର୍କକୁ ଯିବା ଅପେକ୍ଷା କଦର୍ଯ୍ୟ ବିଷୟ କ'ଣ ଅଟେ? ପ୍ରଭୁଙ୍କର ଜଣେ ଦାସ ଏହି ପ୍ରଶ୍ନର ଉତ୍ତର ଏହିପରି ଦିଅନ୍ତି, ନର୍କକୁ ଯାଇ ନିଜର ପୁତ୍ରର ସ୍ୱରକୁ ଚିହ୍ନି ପଚାରନ୍ତି, ପୁଅ, ତୁ ଏଠି କ'ଣ କରୁଛୁ? ଆଉ ତାହାର ଉତ୍ତର ଶୁଣନ୍ତି, ବାପା, ମୁଁ ଆପଣଙ୍କୁ ଅନୁକରଣ କଲି। ଏହା ଅତି ଚମତ୍କାର ଗୀତ। ଈଶ୍ୱର ବିଚାରକର୍ତ୍ତାମାନଙ୍କୁ କହନ୍ତି, ତୁମେମାନେ ଈଶ୍ୱରଗଣ ଓ ତୁମେ ସମସ୍ତେ ସର୍ବପରିସ୍ଥଙ୍କ ସନ୍ତାନ। ଏହାପରେ ଗୀତ 82 ପର୍ବର 7 ପଦରେ ଲେଖା ଅଛି, ତଥାପି ତୁମେମାନେ ମନୁଷ୍ୟ ପରି ମରିବ ଓ ଜଣେ ଅଧିପତି ତୁଲ୍ୟ ପତିତ ହେବ। ଈଶ୍ୱର ବିଚାରକର୍ତ୍ତାମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ଯେଉଁମାନେ ଈଶ୍ୱରଙ୍କ ସ୍ଥାନରେ ଠିଆ ହୁଅନ୍ତି, ସେମାନେ ତଥାପି ମନୁଷ୍ୟ। ଆଉ ଦିନ ଆସୁଅଛି ଯେତେବେଳେ ସେମାନଙ୍କୁ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହେବାକୁ ହେବ ଓ ବିଚାରିତ ହେବାକୁ ହେବ। ଏହାପରେ 82 ପର୍ବର 8 ପଦରେ ଲେଖା ଅଛି, ହେ ପରମେଶ୍ୱର, ଉଠ, ପୃଥିବୀର ବିଚାର କର, କାରଣ ତୁମ୍ଭେ ସବୁ ଗୋଷ୍ଠୀମାନଙ୍କୁ ଅଧିକାର କରିବ। ଏହା ଇସ୍ରାଏଲ ଜାତିର ପ୍ରାର୍ଥନା ହେବ ଓ ଏହି ପ୍ରକାର ପ୍ରାର୍ଥନା ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନେ ମଧ୍ୟ କରିବା ଆବଶ୍ୟକ। ପ୍ରିୟ ବନ୍ଧୁ, ଆଜି ଆମମାନେ
ପ୍ରଭୁ ଯୀଶୁଙ୍କ ନାମରେ ପିତା ଈଶ୍ୱରଙ୍କ ନିକଟରେ ଏହିପରି ପ୍ରାର୍ଥନା କରିବା ଆବଶ୍ୟକ, ଯେପରି ଏହି ଜଗତରୁ ସମସ୍ତ ପ୍ରକାର ଅଧାର୍ମିକତା ବିଷୟର ବିଲୋପ ଘଟେ ଓ ଧାର୍ମିକତା ତଥା ନ୍ୟାୟ ପ୍ରତିଷ୍ଠିତ ହେବାକୁ ପାରେ। କିନ୍ତୁ ଆମେ ନିଜେ ମଧ୍ୟ ଏଥିପ୍ରତି ସତର୍କ ହେବା ଆବଶ୍ୟକ। ତେବେ ସେ ଯାହା ହେଉନା କାହିଁକି, ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଆଗମନ କରି ଏହି ଜଗତରେ ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରିବେ, ସେତେବେଳେ ଏହା ବାସ୍ତବରେ ସଫଳ ହେବ। ପ୍ରିୟ ବନ୍ଧୁ, ପ୍ରଭୁ ଆଜି ତାହାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ସଚେତନ କରାଇ ଦିଅନ୍ତି ଯେ ସେ ଜଗତର ବିଚାର କରିବା ପାଇଁ ଆସୁଅଛନ୍ତି। ସେ ଯେପରି ତାହାଙ୍କର ମନୋନୀତ ଜାତି ଇସ୍ରାଏଲକୁ ଉଦ୍ଧାର କରିବା ପାଇଁ ପ୍ରତିଜ୍ଞା କରିଅଛନ୍ତି, ଆଉ ସେ ଉଦ୍ଧାର କରିବା ପାଇଁ ଯାଉଅଛନ୍ତି, ସେହିପରି ସେ ଆଜି ମଧ୍ୟ ଆମମାନଙ୍କୁ ଉଦ୍ଧାର କରୁଅଛନ୍ତି। ଆଜି ହେଉଛି ଅନୁଗ୍ରହର ସମୟ, ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ଆଜି ମଧ୍ୟ ପ୍ରସ୍ତୁତ। ଆଉ ସେ ଆମମାନଙ୍କୁ ପାପରୁ ଉଦ୍ଧାର କରି ସେ ଅନନ୍ତ ଜୀବନର ଅଧିକାରୀ କରାଇବା ପାଇଁ ଚାହାନ୍ତି, ଯେପରି ସେ ତାହାଙ୍କର ଆଗମନ ସମୟରେ ଆମମାନଙ୍କୁ ତାହାଙ୍କ ନିକଟରେ ସ୍ଥାନ ଦେବେ। ଆମମାନେ ତାହାଙ୍କ ନିକଟରେ ସୁରକ୍ଷିତ ହୋଇ ରହିପାରିବା, ଅନନ୍ତ କାଳ ସେହି ସ୍ୱର୍ଗୀୟ ବିଭବର ଭାଗୀ ହୋଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।